ବର୍ତ୍ତମାନ ସରକାରଙ୍କ ତରଫରୁ ସବୁ ଲୋକମାନଙ୍କୁ ଏହି ସବୁ ଲାଭ ମିଳିବା ପାଇଁ ଯାଉଛି। ଯେମିତିକା ଆପଣମାନଙ୍କର 300 ୟୁନିଟ୍ର ବିଜୁଳି ପୁରା ମାଗଣାରେ ପାଇବେ। ତା ସହିତ 3000 ଟଙ୍କା ଭତ୍ତା ମଧ୍ୟ ମିଳିବାକୁ ଯାଉଛି। 15 ଲକ୍ଷ ଆବାସ ଘର ଲୋକମାନଙ୍କୁ ମିଳିବ। ତା ସହିତ କେଉଁ ମହିଳାମାନଙ୍କୁ 25,000 ଟଙ୍କା ମିଳିବ। ସରକାରଙ୍କ ତରଫରୁ ଏଇ ଯେଉଁ ଘୋଷଣା କରାଯାଇଛି ପ୍ରକୃତରେ ଲୋକମାନେ ପାଇବେ ତ? ଆପଣଙ୍କ ମନରେ ବି ପ୍ରଶ୍ନ ରହିଥିବ। ତ ଆସନ୍ତୁ ଏହାର ଡିଟେଲ୍ସ ଖବର ଉପରେ ନଜର ପକାଇବା। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣମାନେ ଜାଣିଥିବେ ଇଲେକ୍ସନ ସମୟରେ ବଡ଼ ବଡ଼ ନେତାମାନେ ଭାଷଣବାଜି ମାରନ୍ତି। ନିର୍ବାଚନ ପୂର୍ବରୁ ସେ ଯେକୌଣସି ଦଳ ହେଉ, ଆପଣମାନଙ୍କର ବିଜେଡ଼ି ହେଉ କି ବିଜେପି ହେଉ କି କଂଗ୍ରେସ ହେଉ, କଥାରେ ନାହିଁ ଏଇ ନେତାମାନଙ୍କର କଥା ବେଶୀ କାମ କମ୍। ଆପଣମାନଙ୍କୁ ବିଜେଡ଼ି ପ୍ରତିଶ୍ରୁତି ଦେଇଥିଲା ଯଦି ଆପଣମାନେ ଆମକୁ ଶାସନ ଗାଦିରେ ବସଉଛନ୍ତି ତାହେଲେ ଆପଣଙ୍କୁ ଆମେ 100 ୟୁନିଟ୍ ବିଜୁଳି ମାଫ କରିଦେବୁ। ସେ କ୍ଷେତ୍ରରେ ବିଜେପି ଏହାର ପ୍ରତିକ୍ରିୟାରେ କ'ଣ କହିଥିଲା? ଯିଏ ଦୀର୍ଘ 24 ବର୍ଷ ଧରି ଶାସନ କରିଥିଲା ଆପଣମାନଙ୍କ ପାଇଁ କିଛି କରିପାରିଲାନି, ତ ସିଏ ଆପଣମାନଙ୍କୁ 100 ୟୁନିଟ୍ ବିଜୁଳି କେମିତି ଦେବ? ଆମେ ଆପଣଙ୍କୁ 300 ୟୁନିଟ୍ ବିଜୁଳି ମାଗଣାରେ ଦେବୁ। ଯଦି ଆପଣମାନେ ବିଜେପି ସରକାରକୁ ଜିତଉଛନ୍ତି ତାହେଲେ ଆପଣମାନେ 300 ୟୁନିଟ୍ ବିଜୁଳି ପାଇବେ। ତ ଦେଖନ୍ତୁ, ମୁଁ ଆପଣମାନଙ୍କୁ ପ୍ରମାଣ ସହ ମଧ୍ୟ ଦେଖାଉଛି। पंखा गुटे मोबाइल चार्जर गुटे टीवी आज तो मोर तो स्कूटी अच्छे निता स्कूटी चलाऊ गुटे घिनबो स्कूटी इच्छा अच्छे गुटे इलेक्ट्रिक व्हीकल घिनबो एला चार्ज बनिता करमा आके जाएगी बिजुली 100 यूनिट अधिका खर्च हबो। नवीन बाबू कहउछि मु 100 देबी 24 वर्ष तो नहीं दे 24 वर्ष रे बिजली नहीं दे एबे देखंतु कौनसी राजनीतिक दल भल बीजेडी 24 वर्ष धरी ओडिशा को खोल कर चलला, जोड़ा कि भ्रष्टाचार दुर्नीति बढ़ी बढ़ी चलला। लोक माने असंतुष्ट होई बीजेपी की वोट देले। बीजेपी जे एई जो वरिष्ठ मंत्री जने आपण को कहउचंती जेतेबेले इलेक्शन टाइम आसीबो आंकु मध्य पचारिबे एई महाशय को 300 यूनिट बिजुली गला कुआडे। जदि आपण माने सतर्क आ सचेतन न हेबे इलेक्शन पूर्वर वरिष्ठ राजनेता माने आपण मानकु भकुआ बनेइबे। तो सेथिपाई आपण माने सबु बेले सतर्क आ सचेतन रुहंतु, प्रश्न मध्य करंतु सरकार। मु आपण मानकु गोटे कथा कहि रखिबी, इलेक्शन पूर्वर एही राजनेता माने किछि भी प्रतिश्रुति देई पारंते। आपण माने अंध भावरे ताहा विश्वास करिबा भूल। जेहेतु यही प्रतिश्रुति मौखिक भाव में दि जाइए, आम सरकार को कही पारिबानी सीधा सड़क कहीं सरकार से घोषणा नाम 300 यूनिट बिजुली कथा लिखि नथिले। जदि लिखि थांते आम सीधा सड़क सरकार को आम प्रश्न करिथांतु। जी आपण मानकु एक कथा कहिथिले सेही महाशय को आपण जाई सीधा सड़क पचारि पारिबे, किछि असुविधा नाही। या सहित आपण मानकु 3000 टंका भत्ता मिलिबो, ताहा मध्य सरकार तरफरु घोषणा होइथिला। किंतु एहाकु नेई सरकार कोन पदक्षेप नेले? जो माने वार्षिक भत्ता पाउछंती, आपण मानकर विधवा कहंतु कि आपण मानकर विकलांग कहंतु कि जेकोसी लोक भत्ता पाइबार योग्य अछंती से मानकु 3000 टंका भत्ता मिलिबो। किंतु से 3000 टंका भत्ता गला कुआडे? एहा सहित 3500 टंका भत्ता काहाकु देबे ना जो मानकर 80% रु अधिक विकलांग अछंती से मानकु 3500 टंका भत्ता मिलिबो। आ जो माने 80 वर्ष तो से मानकु होउची 3500 टंका भत्ता मिलिबो।
3500 ଟଙ୍କା ଭତ୍ତାଟି ତ ସରକାରଙ୍କ ତରଫରୁ ଲାଗୁ କରାଯାଇଛି, ଭତ୍ତା ପାଉଛନ୍ତି ଲୋକମାନେ, କିନ୍ତୁ 3000 ଟଙ୍କା ଯେଉଁ ଭତ୍ତା କଥା କହିଥିଲେ କିନ୍ତୁ ସରକାର ଏପର୍ଯ୍ୟନ୍ତ ଲାଗୁ କଲେ ନାହିଁ। 3000 ଟଙ୍କା ଭତ୍ତା ସରକାର କେବେ ଦେବେ? ଆମେ ସରକାରଙ୍କୁ ପ୍ରଶ୍ନ କରୁଛୁ ଯେ ଭତ୍ତା କାହିଁକି 3000 ଟଙ୍କା ଏପର୍ଯ୍ୟନ୍ତ ଲୋକମାନଙ୍କୁ ମିଳୁନାହିଁ, ଯାହା ସରକାରଙ୍କ ତରଫରୁ ପ୍ରତିଶ୍ରୁତି ରହିଥିଲା, ଘୋଷଣା ମଧ୍ୟ କରାଯାଇଥିଲା। କିନ୍ତୁ 3500 ଟଙ୍କା ଆପଣ ଦେଇଛନ୍ତି, ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଆମେ ଜାଣିଛୁ, କିନ୍ତୁ 3000 ଟଙ୍କା ଆପଣ ବି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ 3000 ଟଙ୍କା ଲୋକ ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି ଯେ ସେ 3000 ଟଙ୍କା ଭତ୍ତା ଆମକୁ କେବେ ମିଳିବ। ଏହା ସହିତ ଆପଣମାନଙ୍କୁ 15 ଲକ୍ଷ ଆବାସ ଘର ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ରହିଥିଲା। ସେଇ 15 ଲକ୍ଷ ଘର ଏପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ମିଳିପାରିଲାନି। ତାପରେ ଆପଣମାନଙ୍କର ଜଳ ଜୀବନ ମିଶନ ଅଧୀନରେ ଯେ 25 ଲକ୍ଷ ଲୋକମାନଙ୍କ ଘରେ ଜଳର ସୁବିଧା କରିଦିଆଯିବ। ଏହା ସହିତ 40,000 ସ୍ଥାନ ମାନଙ୍କରେ ଅର୍ଥାତ୍ ପବ୍ଲିକ ପ୍ଲେସରେ ଟେପ୍ ଲଗେଇ ଦିଆଯିବ, କିନ୍ତୁ ସରକାରଙ୍କ ତରଫରୁ ଏହାର ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ଢିଲା କରୁଛନ୍ତି ରାଜ୍ୟ ସରକାର। ଏହା ସହିତ ଯେଉଁମାନେ କେନ୍ଦୁପତ୍ର ତୋଳୁଛନ୍ତି ସେମାନଙ୍କୁ 2 ଟଙ୍କା ଲେଖାଏଁ ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ, କିନ୍ତୁ ଏଥର ଆପଣମାନେ ଦେଖିଥିବେ ଆପଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କେ 60 ପଇସା। ଏହା ସହିତ ଆପଣମାନଙ୍କୁ 50% ବୋନସ୍ ଦେବେ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ 30% ଆପଣମାନଙ୍କୁ ବୋନସ୍ ମିଳିଲା। ଦେଖାଯାଉ ସରକାର ଏହା କେବେ ଲାଗୁ କରୁଛନ୍ତି। ଏହା ସହିତ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ପ୍ରତିଶ୍ରୁତି ମଧ୍ୟ ରହିଥିଲା ଇଲେକ୍ସନ ପୂର୍ବରୁ, ଯେଉଁଟାକି ରାଜ୍ୟ ସରକାର ଆପଣମାନଙ୍କୁ 2 ବର୍ଷରେ 50,000 ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ବର୍ଷକୁ ଆପଣମାନଙ୍କୁ 25,000 ଟଙ୍କା ଲେଖାଏଁ ଦେବେ। କିନ୍ତୁ ସରକାର କଲେ କ'ଣ, ଜିତିଗଲା ପରେ ଆପଣମାନଙ୍କୁ ବର୍ଷକୁ 2ଟି କିସ୍ତି ଦେଉଛନ୍ତି, ତାହା ପୁଣି 5,000 5,000 କରି 10,000 ଟଙ୍କାଟେ ଦେଉଛନ୍ତି। 5 ବର୍ଷରେ ଆପଣମାନଙ୍କୁ 50,000 ଟଙ୍କା ଦେବେ। 2 ବର୍ଷରେ ଯେଉଁଠି 50,000 ଟଙ୍କା ରହିଥିଲା ତାଙ୍କର ପ୍ରତିଶ୍ରୁତି, କିନ୍ତୁ 5 ବର୍ଷରେ ଆପଣମାନଙ୍କୁ 50,000 ଟଙ୍କା ମିଳିବ। କହୁଛନ୍ତି କ'ଣ, କରୁଛନ୍ତି କ'ଣ? ଜନସାଧାରଣଙ୍କ ତରଫରୁ ସରକାର ପାଇଁ ଏହା ପ୍ରଶ୍ନ ସୁନିଶ୍ଚିତ ଉଠିବ ଯେ ଆପଣ 300 ୟୁନିଟ୍ ବିଜୁଳି କେବେ ଦେବେ, ତା ସହିତ 3000 ଟଙ୍କା ଭତ୍ତା ଆପଣମାନେ କେବେ ଦେବେ, 15 ଲକ୍ଷ ଆବାସ ଘର, ତା ସହିତ ମହିଳାଙ୍କୁ ବର୍ଷକୁ 25,000 ଟଙ୍କା କେବେ ମିଳିବ, ଯାହା ଇଲେକ୍ସନ ପୂର୍ବରୁ ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲା, ତାହା ଆପଣମାନେ ପୂରଣ କରିବା ପାଇଁ ସରକାରଙ୍କୁ ବାଧ୍ୟ କରିବା ନିହାତି ଦରକାର। ଯେ ସରକାର ଗଠନ କରିବା ପୂର୍ବରୁ ବଡ଼ ବଡ଼ ଭାଷଣବାଜି ମାରିବେ, ଆପଣମାନେ ସେଇ ଲୋଭରେ ପଡ଼ିକି ଆପଣମାନେ କ'ଣ କରିବେ, ଭୋଟଟିକୁ ଦେଇଦେବେ, ସରକାର ଗଠନ ହେଲା ପରେ ଆପଣ କରିକି ବସିଥିବେ, ଆସିବ ନା ଆପଣ ଖାଇବେ। ତା ସହିତ କୌଣସି ରାଜନୈତିକ ଦଳ ଭଲ ନୁହେଁ ଯେ ମୁଁ ଆପଣମାନଙ୍କୁ କହିବି ଯେ ବିଜେପି ପ୍ରତିଶ୍ରୁତି ଦେଇ ସରକାର ଗଠନ କଲା, ତା ସହିତ ଆଗାମୀ ଦିନରେ ବିଜେଡି ବି ବଡ଼ ବଡ଼ ଭାଷଣ ମାରିବ ଯେ ମୁଁ ଏହା କରିଦେବି ତାହା କରିଦେବି, ବିଜେପି କରିପାରିଲାନି, ଆମେ ଏହା କରିଦେବୁ, କିନ୍ତୁ ସରକାର ଗଠନ କଲା ପରେ ଆପଣମାନଙ୍କର ସରିଗଲା, ପାଠ ସରିଗଲା, ଆଉ କିଛି ନାହିଁ, ଆପଣଙ୍କୁ ସିଏ ଚିହ୍ନନ୍ତି ନାହିଁ।